ସାଧୁଭାବନାକୁ ପରିକଳ୍ପନ କରାଇ ଧର୍ମର ବିକାଶ କଲେ। ହନୁମାନଜୀ ଯେଉଁ ସମସ୍ତ ଭକ୍ତ ମଧ୍ୟରେ ଶ୍ରେଷ୍ଠ ଭକ୍ତ ପ୍ରହାର ଭକ୍ତି ଉପରେ ଆମେମାନେ ମନକୁ ନିବେଶ କରି ଭଗବାନଙ୍କ ରାମ ଜପ କଲେ ଆମେ ସଂସାର ସାଗରକୁ ଉଦ୍ଧାର ହୋଇପାରିବା। ହନୁମାନଜୀ ଯେ ସମସ୍ତ ବ୍ୟଙ୍ଗ ମଧ୍ୟରେ ଶ୍ରେଷ୍ଠ ମୋହାବି ଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜ୍ଞାନ ଗୁଣର ସାଗର ସିଦ୍ଧିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଷ୍ଟସିଦ୍ଧି ନବନିଧିର କଥା ହନୁମାନ ହେଉଛନ୍ତି ଭକ୍ତ। ଭକ୍ତ ବିନା ଭଗବତ ପ୍ରାପ୍ତ ଅସମ୍ଭବ। ତେଣୁ ଆଜି ସେ ଭଗବତ ପ୍ରେମ ଉପରେ ଅନୁପ୍ରାଣିତ କରାଇ ମାୟା ମୌଳିକତା ଜୀବନକୁ ନିର୍ମଳ କରାଇ ଜୀବନର ପ୍ରେମ ପରିବାର ସମାଜ ଆନନ୍ଦ ଉପରେ ବିନିଯୋଗ କରାଇ ଗୋଟିଏ ଆନନ୍ଦ ଜୀବନର ମହାତ୍ମ ରକ୍ଷକର ଉଦ୍ଦେଶ୍ୟରେ ସେ ଆଜି ଆମମାନଙ୍କ ପାଇଁ ଗୋଟେ ସୁନ୍ଦର ପୋଷାକ ପିନ୍ଧି ଆଗେଇ ଆସିଛନ୍ତି। ପୋଷାକ ହେଉଛି ଭାଗବତ ଯେ ପ୍ରତ୍ୟେକ ପରିବାରର ମୂଳ ଶାସ୍ତ୍ର ଅଭ୍ୟାସ କର ଭାଗବତ ପ୍ରତିଦିନ ଆମେ ଭାଗବତ ଆମର ପରିବାର ପ୍ରିୟ ବନ୍ଧୁ ଆମେ ସେ ଭାଗବତ ବନ୍ଧୁ ଭାବଧାରା ପରିବାରକୁ ତିଆରି କରିଛନ୍ତି। ପରିବାର ପବିତ୍ରତା ତ୍ୟାଗ ନିର୍ମଳତା ଭକ୍ତି ସେ ସମାଜ ଅନୁକୂଳ କରି ଏବଂ ପରିବାର ମର୍ଯ୍ୟାଦାର ବିକାଶ ଉପରେ ସହାୟ ଭାଗବତ ଯାହାର ଆଶ୍ରିତ ଯୋଗୀମାନେ ସନ୍ଥମାନେ ମହାତ୍ମା ମହାପୁରୁଷ ସଜ୍ଜନମାନେ ରାଜା ମହାରାଜାମାନେ ସମଗ୍ର ଈଶ୍ୱର ସିଂହାସନ ତ୍ୟାଗ କରି ଅନ୍ଧକାର ଜଙ୍ଗଲ ଭିତରକୁ ଆଗେଇ ଯାଇଥିବେ। ଅନ୍ଧକାର ଜଙ୍ଗଲ ଭିତରେ ଦୁଃଖର ପାହାଡ଼ ଉପରେ ବସି ନିତ୍ୟ ଅବ୍ୟକ୍ତ ପଦାର ବିନ୍ଦୁ ପରମେଶ୍ୱର ଭଗବାନଙ୍କୁ ଉପାସନା କରି ପାଇପାରିଥିଲେ ତାଙ୍କ ଦର୍ଶନ